ସକାଳୁ ସକାଳୁ ଦିହେଁ ଯାକ ପ୍ରସ୍ତୁତ ହେଇଯାଇଥିଲୁ କାହିଁକିନା ଆମକୁ ଗୁଡ଼ାଏ ବାଟ ଯାତ୍ରା କରିବାର ଥିଲା। ପୁନେ ଠାରୁ ଏଇ ଜାଗାର ଦୂରତା 150 କିଲୋମିଟର ଭିତରେ। ଆମେ କିନ୍ତୁ ଏଠିକି ଶିରିଡ଼ିରୁ ଯାଇଥିଲୁ। ସକାଳୁ ହିଁ ବାହାରିଥିଲୁ, ତେଣୁ ସେତେ ଭଲରେ ଖିଆପିଆ କରିନଥିଲୁ। ଆମର ଯେ ବସ୍ ଚାଳକ ସେ କହିଥିଲେ ବାଟରେ ଗୋଟେ ଭଲ ଖାଇବା ଜାଗାରେ ରଖିଦେବେ। ବାଟ ବହୁତ ବଢ଼ିଆ ଲାଗୁଥିଲା, ପୁରା ପାହାଡ଼ ଜଙ୍ଗଲ, ବେଳେବେଳେ ଭାରି ଭୟଙ୍କର ବି ଲାଗୁଥିଲା। କିଛି ବାଟ ଗଲା ପରେ ସେଠି ଜଳଖିଆ ଖାଇବା ବେଳୁ ଆମେ ତ 6ଟାରୁ ବାହାରି ଯାଇଥିଲୁ, 9:30 10ଟା ବେଳକୁ ସେ ଗୋଟେ ଜଳଖିଆ ଖାଇବା ଜାଗାରେ ଆମକୁ ଅଟକେଇ ଦେଇଥିଲେ। ସେଠି ଜଳଖିଆ ପତ୍ର ଖାଇକି ଆମେ ଚାଲିଲୁ। ସେମିତି ପାହାଡ଼ ଜଙ୍ଗଲ ରାସ୍ତା ଯାଇ ପହଞ୍ଚିଗଲୁ ଭୀମାଶଙ୍କର ପାଖରେ। ଯୋଉଠି ଆମର ବସ୍ ରହିଲା ସେଇଠୁ ମନ୍ଦିରର ଦୂରତା ହେଉଛି 5 କିଲୋମିଟର। ଖରା ହେଉଥିଲା, ତେଣୁ ଆମେ ପ୍ରଥମେ କିଛି ଲେମ୍ବୁ ପାଣି ପିଇଦେଲୁ। ବାଟ ଯାକ ସବୁ ଜିନିଷ ମିଳୁଥିଲା, ପଇଡ଼, ଲେମ୍ବୁ ପାଣି, ଭୋଗ ସାମଗ୍ରୀ, ଫୁଲ, ଯେମିତି ସାଧାରଣତଃ ଗୋଟେ ମନ୍ଦିର ସମ୍ମୁଖରେ ଯାହା ମିଳେ ଛୁଆଙ୍କ ପାଇଁ ଖେଳନା, ସେହିପରି ପ୍ରତ୍ୟେକ ଜିନିଷ ସେଇଠି ବି ମିଳୁଥିଲା। ଆମେ ପାଖାପାଖି 1.5 କିଲୋମିଟର ଚାଲିକି ଗଲା ପରେ ଲାଗିଲା ଟିକେ କ୍ଳାନ୍ତ ହେଲେ ମୋତେ ଚିନ୍ତା ହେଲା ଦିହେଁ ଯାକ ମିଶିକି ଦେବ ଦର୍ଶନ କଲେ ଟିକେ ଖୁସି ଲାଗେ। ପୁଣି ଏ ବୟସରେ କିଛି ବାଟ ଗଲା ପରେ ଆମକୁ କ୍ଳାନ୍ତ ଲାଗୁଛି। ଜଣେ ଯୁବକ ଆସି ପଚାରିଲେ, ଆପଣ ବାଇକ୍ରେ ଯାଇପାରିବେ, ଯିବେ କି? ଆଶ୍ଚର୍ଯ୍ୟ କଥା, ଏଠି କ'ଣ ବାଇକ୍ ବ୍ୟବସ୍ଥା ଅଛି? ଆମେ ତ ସେଇଆ ହିଁ ଠାକୁରଙ୍କୁ ମୁଁ ଜଣାଉଥିଲି, ପ୍ରଭୁ ମୁଁ କ'ଣ ଏଇ ତମ ଦୁଆର ମୁହଁରୁ ଫେରିଯିବି? ସେ ନଗଲେ ତ ମୋତେ ଯିବାକୁ ଭଲ ଲାଗିବନି। ସେ ବାଇକ୍ ଚାଳକ ଜଣକ କହିଲେ, ହଁ ଏଠି ବାଇକ୍ରେ ଯିବାର ସୁବିଧା ଅଛି। ତାଙ୍କ ସାଙ୍ଗେ ଏ ଭଡ଼ା ତୁଟେଇଲେ। ସେ କହିଲେ, ମୁଁ କହିଲି ବାପା ତମେ ହେଲମେଟ୍ 2ଟା ରଖୁନ। ସେ କହିଲେ ଏଇଠି ତ 3 କିଲୋମିଟର ବାଟ ଆଉ ଅଛି, ଖୁବ୍ ବେଶୀରେ ଆମେ 5 କିଲୋମିଟର ବାଇକ୍ ଯାତ୍ରା କରାଉ, ଆଉ ସେଇଟା ବି ଆମର ସ୍ପିଡ୍ ଲିମିଟ୍ ହେଉଛି 20 କିଲୋମିଟର ଘଣ୍ଟାକୁ, ତାଠୁ ଅଧିକରେ ଆମେ ଗାଡ଼ି ଚଲେଇ ପାରିବୁନି। ତଥାପି ମୁଁ ତାଙ୍କୁ କହିଲି, ମୁଁ କହିଲି ହେଲେ ବି ବାପା ଯିଏ ତମେ ବାଇକ୍ ରଖୁଛ ଯୋଡ଼ାଏ ହେଲମେଟ୍ ବି ରଖିଦେଲେ ଚଳିବ। ତମେ ନିଜେ ଗୋଟେ ପିନ୍ଧିବ, ଆଉ ଯିଏ ତମ ପଛରେ ବସିବେ ତାଙ୍କୁ ଦବ, ନହେଲେ 3ଟା ରଖିଦେଲେ ବି ହବ। କିନ୍ତୁ ସେ ପିଲା ଜଣକ ଏତେ ଭଲ ପିଲା, ମୋତେ ଲାଗିଲା ମୋ ପୁଅ ପୁତ୍ରା କାହା ପଛରେ ବସିକି ମୁଁ ଯାଉଛି। ଏତେ ଖୁସି ଲାଗିଲା। ତାଙ୍କ ସାଙ୍ଗେ କଥା ହେଇ ହେଇ ସେ ନେଇକି ଆମକୁ ସେ ମନ୍ଦିର ଦ୍ୱାର ପାଖରେ ପହଞ୍ଚେଇ ଦେଲେ। ସବୁ ଶିବ ମନ୍ଦିର ମାନେ ସେଠି ତ ଷଣ୍ଢ ରହିବେ, ଆଙ୍କର ତ ଗାଈ ଷଣ୍ଢଙ୍କଠି ବେଶୀ ପ୍ରୀତି ନା, ତେଣୁକରି ସେ ଯାଇକି ଆଗ ଷଣ୍ଢକୁ ଗେଲ କରି ପକେଇଲେ। ସେଦିନ ଭାଗ୍ୟକୁ ଭିଡ଼ ନଥିଲା। ଦେଖନ୍ତୁ ସେ ଉପରେ ଯୋଉ ଇଏରେ ଦେଖାଯାଉଛି ସେଇଟା ହିଁ ପ୍ରକୃତରେ ଭୀମଶଙ୍କରଙ୍କର ଜ୍ୟୋତିର୍ଲିଙ୍ଗ, କିନ୍ତୁ ତା ଭିତରର ଫଟୋ ଉଠେଇବା ଅନୁମତି ନାହିଁ, ତେଣୁ ମୁଁ ବାହାରୁ କେବଳ ଦେଖେଇଦେଲି। ସେ ଗୋଟେ ଭଲ ବ୍ୟବସ୍ଥା କରିଛନ୍ତି। ଆଜିକାଲି ଆଧୁନିକ ଯୁଗରେ ସେ ମନ୍ଦିର ଭିତରେ ଯାହା ହେଉଛି ସାମ୍ନାରେ ସେଇଟା ପ୍ରତିବିମ୍ବିତ ହେଉଛି। ଆମେ ଦର୍ଶନ କଲୁ। ଆଜି ଭିଡ଼ ବି କମ୍ ଥିଲା, କାରଣ କହିଲେ ଶନିବାର ଆଉ ରବିବାରରେ କାଳେ ବହୁତ ଭିଡ଼ ହୁଏ। ଏଇ ଫଟୋଟି ଆମେ ସେଇ ଆମକୁ ଯିଏ ନେଇଥିଲେ ତାଙ୍କରି ଦ୍ୱାରା ହିଁ ଉଠେଇଥିଲୁ। ତାପରେ ସେ ଜଣେ ଅଦ୍ଭୁତ ସାଧୁଙ୍କ ପାଖକୁ ଆମକୁ ନେଇଗଲେ। ତାଙ୍କର ଗୋଟିଏ ଗୋଡ଼ ଜନ୍ମରୁ ଏମିତି ହିଁ ଓଲଟା ଥିଲା, ସେଇଥିପାଇଁ ମୋତେ ବେଶୀ ଭଲ ଲାଗିଲା। ଯାହା ହଉ ତାଙ୍କୁ ଭଗବାନ ଭିନ୍ନକ୍ଷମ କରିଥିଲେ, କିନ୍ତୁ ସେ ଜଣେ ସାଧକରେ ରୂପାନ୍ତରିତ ହେଲେ। ସେଇଟାକୁ ସେ ତାଙ୍କର ଅକ୍ଷମତା ନ ଭାବି ଗୋଟେ ବିଶିଷ୍ଟ କ୍ଷମତାରେ ରୂପାନ୍ତରିତ କଲେ। ତାଙ୍କ ବିଷୟରେ ବହୁତ କଥା କହିଲେ ସେ ପୁଅ ଜଣକ, ହେଲେ ଏତେ ବିଷୟ ମୁଁ କହିବା ପାଇଁ ସମୟର ଅଭାବ। ତାପରେ ମୋର ବି କାହା ପ୍ରତି ମୋର ଦୁନିଆରେ ଅବିଶ୍ୱାସ ନାହିଁ, ଘୃଣା ବି ନାହିଁ। ତାଙ୍କୁ ପ୍ରଣାମ କରି ତାଙ୍କ ସାଙ୍ଗେ ଟିକେ କଥା ହେଇକି ଆମେ ବାହାରକୁ ଆସିଲା ବେଳକୁ କୁନି ପିଲାଟେ ବସି ବେପାର କରୁଛି। ଏଇଟା କ'ଣ କହିଲା, ଛେନାରେ ତିଆରି ହେଇଛି, ଏଇଟା ହିଁ ତାଙ୍କର ଭୋଗ। ସେଠୁ ଟିକେ ଟିକେ ହାତରେ ଆଣିକିରି ଖାଇଲୁ, ଆଉ କିଛି ଘର ପାଇଁ ଟିକେ କିଣିଲି। କହିଲା ବିନା ଫ୍ରିଜରେ 15 ଦିନ ରହିବ। ଧରିକି ପୁଣି ସେଇ ଜଙ୍ଗଲ ପାହାଡ଼ ଦେଇକି ସେ ପୁଅ ପିଠିରେ ହାତ ପକେଇ ଆମେ ବଡ଼ ଖୁସିରେ ସ୍ୱାମୀ ସ୍ତ୍ରୀ ଫେରିଲୁ। ଆଉ ଦର୍ଶନ କରିବା ପାଇଁ ବି ଆଦୌ ହଇରାଣ ହେଇନୁ, ପୁରା ଫାଙ୍କାରେ ଆସିଲୁ। ସେ ପୁଅ ଆମକୁ ଓହ୍ଲେଇ ଦେଇକି ବିଦାୟ ନେଲେ। ମୁଁ କହିଲି ବାପାରେ ସମସ୍ତଙ୍କୁ ଏମିତି ନିଜର ଭଳିଆ ନବ, ବିଶେଷ କରି ବୟସ୍କମାନଙ୍କୁ। ହେଲେ ଆମ ସାଥୀମାନେ ତ ସବୁ ଚାଲିକି ଯାଇଥିଲେ, ଆମେ ଟିକେ ଆଗରେ ପହଞ୍ଚିଗଲୁ। ଆଙ୍କର ଆରମ୍ଭ ହେଲା ଗାଈ ପ୍ରେମ। ଆଉ ସେ ଗାଈ ଗୁଡ଼ାକ ଦେଖୁନାହାନ୍ତି ବଳଦଠୁ ବଡ଼ ବଡ଼ ସିଂହ। ମୁଁ କହିଲି ଆରେ ଅଚିହ୍ନା ଗାଈ ତମେ କାହିଁ ହାତ ମାରୁଛ ତାଙ୍କଠି? ନା ଗାଈ ତ ଗାଈ, ଆଉ ଚିହ୍ନା ଅଛି ନା କ'ଣ? ଦେଖିବ ମୋର ସିଏ କିଛି କରିବେନି। ଦେଖୁନାହାନ୍ତି ସତକୁ ସତ ସେ ଗାଈମାନଙ୍କୁ ଆଉଁସା ପାଉଁସା କରି ତାଙ୍କୁ ଗେଲ କରି ତାଙ୍କ ସାଙ୍ଗରେ ଗୁଡ଼ାଏ ସମୟ କଟିଲା। ସିଏ ଗାଈଙ୍କ ପଛରେ ଲାଗିଲେ, ମୁଁ ତାଙ୍କ ଭିଡ଼ିଓ କରିବାରେ ଲାଗିଲି।
କାହିଁକି ନା ଆମେ ସିନା ବାଇକରେ ପଳେଇ ଆସିଲୁ, ଆମର ଯୋଉ ସାଥୀ ମାନେ ଚାଲିକିରି ଯାଉଥିଲେ ସେମାନେ ତ ଆସିକି ପହଞ୍ଚିଲେ ହିଁ ଆମ ବସ୍ ଛାଡ଼ିବ ନା। ତେଣୁ ଆମେ ସେଠି ଗୁଡ଼ାଏ ସମୟ ଗାଈମାନଙ୍କ ପଛରେ କଟିଗଲା। କ'ଣ କରିବୁ? ସବୁଠୁ ବେଶୀ ଆଶ୍ଚର୍ଯ୍ୟ ଲାଗିଲା ଯେ ସେଟା ଘଞ୍ଚ ଜଙ୍ଗଲରେ ପୂର୍ଣ୍ଣ ଥିଲା, ଆଉ ଅନ୍ୟ ଜାଗା ଅପେକ୍ଷା ଏତେ ଥଣ୍ଡା। ଏଇ ଗଛ ଗୁଡ଼ା କି ଗଛ କେଜାଣି, ଲେମ୍ବୁ ପତ୍ର ପରି ମୋଟା ମୋଟା ପତ୍ର, ତାର ବି ଗୋଟେ ବାସ୍ନା ଅଛି, କିନ୍ତୁ ତା ନାଁ ମୁଁ ଜାଣିପାରିଲିନି। ସେଠି ଜଣକୁ ପଚାରିଲି, ସେ ବି କହିପାରିଲେନି। ଆଣିକି ଶୁଙ୍ଘିଲି, ମୁଁ ଭାବିଲି ଆଉ ଜଙ୍ଗଲୀ ଲେମ୍ବୁ କି ନାହିଁ, ଫଳ ଫଳ କିଛି ନଥିଲା, କିନ୍ତୁ ବଢ଼ିଆ ଲାଗୁଥିଲା। ଆଉ ସେ ଘଞ୍ଚ ଜଙ୍ଗଲ ଯୋଗୁ ନା କ'ଣ କେଜାଣି ଏତେ ଥଣ୍ଡା ଥିଲା ପରିବେଶ। ଆମର ତ ଲକ୍ ଥିଲା ବସ୍, ଆମେ ସେଠି ବାହାରେ ବସିଲୁ, କିନ୍ତୁ ଆମେ ଟିକେ ବି କଷ୍ଟ ଅନୁଭବ କରିନୁ। ଆମେ ସେଇଠି ବସିଛୁ ରାସ୍ତା କଡ଼ରେ। ଗୋଟେ ମାଙ୍କଡ଼ ଦେଖନ୍ତୁ, କିଏ ଜଣେ ପାଣି ପିଇକି ବୋତଲଟା ଫୋପାଡ଼ି ଦେଇଥିଲେ, ସେ ବୋତଲରୁ କେମିତି ଚାଲାକିରେ ପାଣି ଢାଳିକିରି ପିଇଲା। ସେଇଆକୁ ଦେଖିବି ଭାବିଲା ବେଳକୁ ତା ପଛ ଆହୁରି ମାଙ୍କଡ଼ ଆସିଲେ। ଇଏ ମେଞ୍ଚାଏ ଅଙ୍ଗୁର ରଖିଥିଲେ, ଅଙ୍ଗୁର ବି ଟିକେ ନଷ୍ଟ ହେବାକୁ ବସିଥିଲା। କହିଲେ ମୁଁ ତାକୁ ଦେଇ ଦେଉଛି। ମୁଁ କହିଲି ଦିଅ, କିଛି ନାହିଁ, ଆମେ ଆମ ଖୁସିରେ ଆମ ବଳକା ଜିନିଷ ଆମେ ଦେଇ ଦେଉଛେ, କିନ୍ତୁ ସେମାନେ ଏଇକୁ ଅପେକ୍ଷା କରିକି ଦେଖନ୍ତୁ କେତେ ଅସୁସ୍ଥ ଦେଖାଯାଉଛି ସେ ମାଙ୍କଡ଼ଟି। ଏଇ ଯୋଉ ଆମେ ମାନେ ଟିକେ ଖାଦ୍ୟ ଫୋପାଡ଼ି ଦେଉଛେ, ସେଇଆକୁ ଅପେକ୍ଷା କରିକି ଏମାନେ ରୋଗିଣା ହେଉଛନ୍ତି, ଗାଡ଼ି ତଳେ ଚାପିକି ମରୁଛନ୍ତି, କିନ୍ତୁ ଜଙ୍ଗଲକୁ ଯାଉନାହାନ୍ତି କି ନିଜେ ନିଜେ ବି ଖାଦ୍ୟ ସଂଗ୍ରହ କରୁନାହାନ୍ତି। ହେଲେ କେମିତି ଆମେ ସମସ୍ତେ এই ବିଷୟରେ ସଚେତନ ହେବା ଉଚିତ, ସେଇଟା ବି ଗୋଟେ ଚିନ୍ତାର ବିଷୟ। ମୁଁ ଆଗରୁ ବି ଏଇ କଥା କହିଥିଲି। ପ୍ରଥମେ এই କଥାଟି ମୋ ମୁଣ୍ଡରେ ପୁରେଇଲେ ଆମ ଓଡ଼ିଶାର ବିଶିଷ୍ଟ ପରିବେଶବିତ୍ ପଦ୍ମଶ୍ରୀ ସାବରମତୀ ଅପା। ଏବେ ମୁଁ ସବୁଠି ଦେଖୁଛି ମାଙ୍କଡ଼ଙ୍କୁ ଖାଇବାକୁ ଦେବା ଗୋଟେ ନିହାତି ଭୁଲ କଥା। ଯାହା ବି ହେଉ, ପୁଣି ସେଇ ବଣ ଜଙ୍ଗଲ ପାହାଡ଼ ଦେଇ ଆସିଲି, ସେଠି ବି ଜଙ୍ଗଲ ପୋଡ଼ି ଅଛି, ଜଙ୍ଗଲରେ ନିଆଁ ଲାଗିଥିଲା, ଦେଖିକି ମନ ବି ଟିକେ ବ୍ୟଥିତ ହେଲା। ଏତେ ସୁନ୍ଦର ପାହାଡ଼, ସବୁ ନଣ୍ଡା, ଟିକେ ଯଦି ସବୁଜ ସବୁଜ ହେଇଥାନ୍ତା ତାହେଲେ ଆହୁରି କେତେ ଭଲ ନ ଲାଗନ୍ତା। ଯଦିଓ ଏଇଟା ଖରା ଦିନ ଥିଲା, ବଡ଼ ବଡ଼ ଗଛ ତ ରହିଥାନ୍ତା ନା। ସେଠୁ ଆସି ଆମେ ପହଞ୍ଚିଗଲୁ ବରାଦ ଦେଇ ଯାଇଥିବା ହୋଟେଲରେ। ସେ ଆମ ପାଇଁ ସାତ୍ତ୍ୱିକ ଦହି ପଖାଳର ବ୍ୟବସ୍ଥା କରିଥିଲେ। ଏଠି କେମିତି ଦହି ପଖାଳର ବ୍ୟବସ୍ଥା ହେଇପାରିଲା କହିଲେ? ସବୁ ସେଇ ଜଗାଙ୍କର କୃପା। ଏଠି ଗଙ୍ଗାସାଗର ନାମରେ ଜଣେ ଓଡ଼ିଆ ଲୋକ ହୋଟେଲ କରିଛନ୍ତି। ସେ ଆମ ବାଲେଶ୍ୱରର ଜଣେ ଭାଇ, ଗଲାବେଳେ ତାଙ୍କୁ ଆମେ କହିଦେଇ ଯାଇଥିଲୁ। ସେ ଆମ ସମସ୍ତଙ୍କ ପାଇଁ ବିନା ପିଆଜ ରସୁଣରେ ଦହି ପଖାଳ ବ୍ୟବସ୍ଥା କରିଥିଲେ। ଏଇ ଯୋଉ ପୁଅ ଦେଖିଲେ, ସେ ଆମ ଓଡ଼ିଆ ପୁଅ, ସେ ହିଁ ହୋଟେଲଟି କରିଛନ୍ତି। ତାଙ୍କ ବୋଉ, ସେ ତାଙ୍କ ସ୍ତ୍ରୀ, ଏମାନଙ୍କ ଘର ବାଲେଶ୍ୱରରେ। ଏତେ ଦୂରରେ ଆମର ଓଡ଼ିଆ ଲୋକଙ୍କୁ ଦେଖି ତାଙ୍କ ହୋଟେଲରେ ଦହି ପଖାଳ ଖାଇ ଆମେ ବହୁତ ମଜା ନେଲୁ। ଆଉ ସିଏ ସବୁବେଳେ ସେଠି ଯାଇ ଉନ୍ନତି କରନ୍ତୁ, ରହିକି ଆହୁରି ଉନ୍ନତି କରନ୍ତୁ, ଏହା କହିଲୁ। ସେ ତାଙ୍କ ହୋଟେଲର ଯୋଉ ବୋର୍ଡରେ ବି ପ୍ରଭୁ ଜଗନ୍ନାଥଙ୍କର ଫଟୋ ଥିଲା, ସେଠି ମୁଁ ମୁଣ୍ଡିଆ ମାରିଲି, କହିଲି ସବୁ ତୋରି କୃପାରେ କାଳିଆ, ନହେଲେ ଏଠି ଆସିକି ଦହି ପଖାଳର ମଜା ଆମେ କ'ଣ ପାଇପାରିଥାନ୍ତୁ? ତୋରି କୃପାରୁ ଦର୍ଶନ ବି ହେଲା, ଖାଇବାଟା